जय श्री राधे कृष्ण नमस्कार भेरी भेरी स्वीट मॉर्निंग। श्रावण मास को महादेवंकर मास कह जाए। महादेव कारण ए मासरे सब वर्षा होता है। वर्षा जल हूँ महादेवंकर प्रिय। जलाभिषेक करा जाए सब महादेव को। कारण महादेव हलाहल विष पान करते ठारे चंद्रमा अच्छा। वर्षा जल महादेव कैलाश पर्वत बसिक वर्षारे ध्यान करती महादेव। से कि वर्षा दिन तांकर प्रिय द्रव्य हूँ जला सबुठ श्रेष्ठ देता है फल देता है महादेव को जलाभिषेक करले। एणु जल किसी वर्षा जल को कलेक्ट करंतु महादेव को अर्पण करंतु। आज श्रावण सोमवार अच्छी सोमवार हूँ चंद्रंकर बार। चंद्रंकर इष्ट हेले महादेव। आज महादेव को रुद्राभिषेक करें। आपण आज एकादश रुद्र पाठ करंतु किंबा शुणु रुद्राष्टक शुणु शिव तांडव शुणु पाठ भी करंतु। ओम नमः शिवाय 108 कि लक्षे जप करंतु अत्यंत शुभ फल प्राप्ति हब। नमः शिवाय। नमः शिवाय। नमः शिवाय। 29 जुलाई मंडे। आज श्रावण सोमवार व्रत स्वामी शिवानंद महापुराण दिवस अच्छी। अंतर्जातीय व्याघ्र दिवस अच्छी। आज नवमी अच्छी श्रावण कृष्ण नवमी। चंद्रमा मेष राशि अच्छा 4:45 पर्यंत तापर आसीजे वृष राशि को। दूजा मेष अच्छा 10:55 पर आसवे कृत्तिका मेष को। तापर आसीजे कृत्तिका वृष को अपराह्न 4:45 पर। आज सूर्य उदय समय 5:21 सूर्यास्त 6:23। आज शुभ समय 5:25 रु 7:02 10:35 रु 1:10 4:43 रु 5:29 संध्या 7:05 रु 9:18। यह समय कौन कार्य करंतु अनेक बाधा विघ्न दूर हम। आज राहु काल सकाळ 7:02 रु 8:39 काल बेला 7:02 रु 8:39 बार बेला 3:06 रु 4:43। यही समय कौन शुभ कार्य करंतु नहीं। आज घात चंद्र मेषर अच्छी 4:45 पर बिछार आसी जाऊँगी। घात 12 मिथुनर। घात तिथि तुला और मकरंकर अच्छी। आज जो मान जन्मदिन ईश्वर आपण को कल्याण करंतु। आपण सर्वदा महादेव को पूजा करंतु। लाइफ रे अनेक अनर्थ आपण लाइफ रे दूर हब। आसंतु जानिबा आजिर खोरा विषय। मेष राशि आपण आज बहुत भल दिन अच्छे। खुशी रे दिन भल अच्छी। रातिर किसी ठिकाना नहीं। आपण आज खावा पीवा भल यात्रा करेंगे एनर्जेटिक फिल करेंगे काम भी भल हो। संध्या गड़ीगला पर किसी प्रोब्लेम आसो केयरफुल रुहतु। ओम नमः शिवाय जप करंतु। वृष राशि आपण आज किसी स्पिरिचुअल जर्नी करि पारंती। खर्च अधिका अच्छी किंतु भल दिगरे खर्च करेंगे।
ଗାଡ଼ି ସମ୍ବନ୍ଧିତ ଅବଶ୍ୟ କିଛି କାମ କରିପାରନ୍ତି। କୌଣସି କଥାକୁ ନେଇକି ଆଜି ଟିକେ ବେଶୀ ଚିନ୍ତା କରିବେ। ହେଲ୍ଥର କେୟାର ନିଅନ୍ତୁ, ମେଡ଼ିସିନ କିଣିପାରନ୍ତି। ଆପଣ ଆଜି ଏକାଦଶ ରୁଦ୍ର ଶୁଣନ୍ତୁ। ମିଥୁନ ରାଶି ବିଭିନ୍ନ ଲୋକଙ୍କ ସହିତ କନେକ୍ଟ ହେବେ। ଏକ ଭଲ ଫ୍ରେଣ୍ଡଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବେ। କିଛି ପ୍ରଫିଟ୍ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ ମ୍ୟାଟରକୁ ଆଜି ବହୁତ ବଢ଼ିଆ ଭାବରେ ହ୍ୟାଣ୍ଡେଲ୍ କରିବେ। ଆପଣଙ୍କ ପାଇଁ ଆଜି ବହୁତ ଭଲ ଦିନ ଅଛି। ଖୁସି ରହିବେ। ମନର କଥା କିଛି ପୂରଣ ହେବ। ଆପଣ ଆଜି ଓଁ ଚଂ ଚନ୍ଦ୍ରାୟ ନମ ଜପ କରନ୍ତୁ। କର୍କଟ ରାଶି କର୍ମକୁ ଗୁରୁ କରିଦିଅନ୍ତୁ। ଆଜି ଆପଣ ଦିନ କେତେବେଳେ ସରିଯିବ। ବହୁତ କାମ କରିବେ। ଆଜି କିଛି ଡିସିସନ୍ ନେବେ। ନିଜକୁ ପ୍ରୁଭ୍ କରିବେ। କିଛି ମେସେଜ୍ ମିଳିବ। ଆପଣ ଆଜି ବହୁତ ପ୍ରେସରରେ ରହିବେ। ହ୍ୱାଇଟ୍ କଲର୍ ଡ୍ରେସ୍ ପିନ୍ଧନ୍ତୁ। ସିଂହ ରାଶି ପବିତ୍ର ଜାଗାକୁ ଯାତ୍ରା କରିବେ। ଅଥରିଟିଙ୍କ ସହିତ ଭଲ ରହିବ। ଆଜି ଏକ ନୂଆ ସକାଳ, ନୂଆ ଉତ୍ସାହ, ନୂଆ ଉଦ୍ଦୀପନା ଯେମିତି ମିଳିଗଲା। ଭାଗ୍ୟ ବି ସାଥି ଦେବ। କିଛି ଉଚ୍ଚ ଚିନ୍ତାଧାରା ଆଜି କରିବେ। ବାହାରକୁ ଯିବାକୁ ଯେଉଁମାନେ ଚାହୁଁଛନ୍ତି ଟ୍ରାଏ କରନ୍ତୁ। କିଛି ଗୁରୁତ୍ୱପୂର୍ଣ୍ଣ କାମକୁ ନେଇକି ଆଜି ଫାଇନାଲ୍ ଡିସିସନ୍ ନେବେ। ଅବଶ୍ୟ ଫେଭରରେ ଆସିବ। ଆପଣ ଆଜି କର୍ପୂରର ଆଳତି କରନ୍ତୁ। କନ୍ୟା ରାଶି ବହୁତ ବଡ଼ ପରିବର୍ତ୍ତନ ହେବ। ଆପଣଙ୍କର ଆଜି କିଛି ଜାଣିପାରିବେ, ରିସର୍ଚ୍ଚ କରିବେ। ବ୍ୟାକ୍ ବୋନ୍ର କିଛି ସ୍ପାଇନାଲ୍ କର୍ଡ଼ର କିଛି ପ୍ରୋବ୍ଲେମ୍ ହେଇପାରେ। ଆପଣ ଆଜି ହେଲ୍ଥ ଇସ୍ୟୁ ହେଇପାରେ। ଅପରେସନ୍ର ଯେଉଁମାନଙ୍କର ଚାଲିଛି ଅପରେସନ୍ କିଛି ହେବ। କୌଣସି କଥାକୁ ନେଇକି ଆଜି ଆପଣ ଟିକେ ଭିନ୍ନ ମନ ଆସିବ। ଆଜି ସ୍ପିରିଚୁଆଲିଟିକୁ ବହୁତ ବଢ଼ିଆ ଡିପ୍ଲି ଫଲୋ କରିବେ। ଭଗବାନଙ୍କ ପାଇଁକି ଆଜି ପ୍ରାର୍ଥନା କରିବେ। ଆପଣଙ୍କ ପାଇଁ ଆଜି କିଛି ପରିବର୍ତ୍ତନ ହେବ। ଓଁ ଗଂ ଗଣପତୟେ ନମ ଜପ କରନ୍ତୁ। ତୁଳା ରାଶି ଆଜି କିଛି ଡିଲ୍ ହେବ। ଯାତ୍ରା କରିବେ ପାଖପାଖ ଜାଗାକୁ। କାମ ବି ଆପଣଙ୍କର ଆଜି ଭଲରେ ହେଇଯିବ। ପାରିବାରିକ ଲାଇଫ୍ ଭଲ ରହିବ। ରିଲେସନ୍ ଆଗକୁ ବଢ଼ିବ। ଆପଣ ଆଜି ଓଁ ନମ ଶିବାୟ ମନ୍ତ୍ର ଜପ କରନ୍ତୁ। ଯାତ୍ରାରୁ କିଛି ଲାଭ ମିଳିବ। ବିଛା ରାଶି ଛୋଟ ଛୋଟ କାମକୁ ଆଜି କରିବାକୁ ପଡ଼ିବ। ପେଣ୍ଡିଂ କାମ ଆପଣଙ୍କର ପିଛା ଛାଡ଼ିବ ନାହିଁ। ବ୍ୟସ୍ତତା ଭିତରେ ଯିବେ। କୌଣସି ବ୍ୟକ୍ତି ବିରକ୍ତ କରିଦେଇପାରନ୍ତି। ଆପଣ ଆଜି ଅନନେସେସାରୀ କଥାରେ ପଶନ୍ତୁ ନାହିଁ। ଆଜି ଛୋଟ ଛୋଟ କାମ କରିବାକୁ ପଡ଼ିବ ଆପଣଙ୍କୁ। ଆନିମାଲ୍ ପ୍ରତି ସତର୍କ ରୁହନ୍ତୁ। ଆପଣ ମହାମୃତ୍ୟୁଞ୍ଜୟ ମନ୍ତ୍ର ଶୁଣନ୍ତୁ। ଧନୁରାଶି ଆଜି ବହୁତ ଏକ୍ସାଇଟମେଣ୍ଟ ରହିବେ। ଫ୍ରେଣ୍ଡଙ୍କ ସହିତ ଟାଇମ୍ ସୁନ୍ଦର ସ୍ପେଣ୍ଡ କରିବେ। କିଛି ଜ୍ଞାନ ପ୍ରାପ୍ତି ହେବ। ଅତି କ୍ଲୋଜ୍ ପର୍ସନଙ୍କ ସହିତ ଆପଣ ଆଜି କିଛି କଥାବାର୍ତ୍ତା କରିପାରନ୍ତି। କିଛି ଡିଲ୍ କରିପାରନ୍ତି। ଆଜି କିଛି ଶିକ୍ଷା ବି ମିଳିବ। ସନ୍ତାନ ସମ୍ବନ୍ଧିତ ଆଜି କିଛି ଶୁଭ ହେବ। ଓଁ ନମ ଶିବାୟ ଜପ କରନ୍ତୁ। ମକର ରାଶି ଆଜି ଆପଣ ନିର୍ଦ୍ଦିଷ୍ଟ କାମରେ ନିର୍ଦ୍ଦିଷ୍ଟ ସୀମା ଭିତରେ ରହିକି କାମ କରିବେ। ମହିଳାମାନେ ଖାଇବା ପିଇବା ବନେଇବା ଅଧିକ ସମୟ ଆଜି କିଚେନ୍ରେ ଦେବେ। ମାଆଙ୍କ ସହିତ ଅଧିକ କନେକ୍ଟ ହେବେ। ଆଜି କୌଣସି ଯୋଜନା ଆଜି ହେବ। କିଛି ପ୍ଲାନିଂକୁ ନେଇକି ଆପଣ ଆଗକୁ କେମିତି ହେବ ଆଜି ଉପରେ ବହୁତ ଡିପ୍ଲି ଚିନ୍ତା କରିବେ। ଆପଣ ଆଜି ଛୋଟ ଛୋଟ ପିଲାମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। କୁମ୍ଭ ରାଶି ଆପଣଙ୍କର ଆଜି ଗୁଡ୍ ନ୍ୟୁଜ୍ ମିଳିବ। ପେପର୍ ସାଇନ୍ କରିପାରନ୍ତି। ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ନେଇକି ଆଜି କିଛି ନୂଆ କିଛି ଡିସିସନ୍ ନେବେ। କାନର କିଛି ପ୍ରୋବ୍ଲେମ୍ ହେଇପାରେ। କାନର କେୟାର ନିଅନ୍ତୁ। ତେଲ ପକାନ୍ତୁ କାନ ପାଇଁ ଆଜି କିଛି କିଣାକିଣି କରିବେ। ଆଜି କିଛି ସାଇନ୍ କରିବେ। ନିଜର ପର୍ସନାଲ୍ ହବିକୁ ଗ୍ରୋଥ୍ କରିବା ପାଇଁକି କିଛି ଷ୍ଟେପ୍ ନେବେ। ଚଢ଼େଇମାନଙ୍କୁ ଲୁଣି ଖାଦ୍ୟ ଖାଇବାକୁ ଦିଅନ୍ତୁ। ମୀନ ରାଶି ଆପଣ ଆଜି କାହା ଉପରେ ରାଗିକି କଳି ଝଗଡ଼ା ହେଇପାରେ। ଅନନେସେସାରୀ କଥାରେ ପଶନ୍ତୁ ନାହିଁ। ଆପଣଙ୍କର ଆଜି ଫାଇନାନ୍ସ ଦିଗ କିଛି ପ୍ରୋବ୍ଲେମ୍ ରହିବ। ଫାଷ୍ଟ ଫୁଡ଼୍ ଖାଇବାକୁ ଚାହିଁବେ। ବାହାରକୁ ଯିବାକୁ ଚାହିଁବେ। ଆଜି ଆପଣଙ୍କର ଆଜି ପଇସାକୁ ନେଇକି କିଛି କଷ୍ଟ ମିଳିବ। ସେୟାର ମାର୍କେଟରେ କରିବା ପାଇଁକି ଆଜି ବହୁତ ଇଣ୍ଟରେଷ୍ଟ ଦେବେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଶୁଣନ୍ତୁ। ଆଜି ଦିନକୁ ଭଲ କରିବା ପାଇଁକି ସ୍ନାନ ଜଳରେ ଲୁଣ ପକାଇ ସ୍ନାନ କରନ୍ତୁ। ଘର ଦ୍ୱାର ଲୁଣ ପାଣିରେ ପୋଛି ଦିଅନ୍ତୁ। ଲୁଣ ଟିକେ ନିଜେ ବି ଖାଆନ୍ତୁ ଗାଧୋଇ ସାରିଲା ପରେ। ମଥାରେ 3 ଥର ଲୁଣକୁ ବୁଲେଇକି ଟଏଲେଟ୍ରେ ପକାଇ ଦିଅନ୍ତୁ। ଆପଣଙ୍କ ଦିନ ବହୁତ ଭଲ ରହିବ। ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ। ଯାହାଦ୍ୱାରା କି ନୂଆ ଭିଡ଼ିଓ
ଆପଣ ଦେଖିପାରିବେ। ଧନ୍ୟବାଦ।